ଆପଣଙ୍କ ମନରେ ଯେକୌଣସି ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ତାହେଲେ କଣ ପାଇଁ ଏତେ ସାହସ କରିକି ସେମାନେ କହୁଛନ୍ତି, ସାହସ କରିକି କହୁଛନ୍ତି, ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ଭୋଟର ମାନଙ୍କୁ ଭଣ୍ଡେଇବାକୁ ହେଲେ ଏଇଭଳି ଭାବରେ ନାଟକ କଲେ ଭୋଟର ମାନେ ଭଳି ଯାଉଛନ୍ତି। ସେମାନେ ଏ ପ୍ରକାର ପରୀକ୍ଷା ଭାରତବର୍ଷର ବିଭିନ୍ନ ରାଜ୍ୟରେ କରାଯାଇଛି ଏବଂ ଭାରତବର୍ଷରେ ନେତାମାନେ ମଧ୍ୟ ବିଭିନ୍ନ ରାଜ୍ୟରେ ଏଇ ପ୍ରକାର ଏକ୍ସପେରିମେଣ୍ଟ କରି ସକ୍ସେସଫୁଲ ହେଇଛନ୍ତି। ତେଣୁ ଯେତେବେଳେ ବି କୌଣସି ରାଜ୍ୟରେ ଯେତେବେଳେ ନିର୍ବାଚନ ଆସୁଛି, ବିଧାନସଭା ନିର୍ବାଚନ ଆସୁଛି, ଲୋକସଭା ନିର୍ବାଚନରେ ମଧ୍ୟ ସେୟା ହଉଛି ଜାତୀୟ ସ୍ତରରେ, ଏଇ ସବୁ ଦଳ ମାନେ ଲୋକଙ୍କୁ ଭଣ୍ଡେଇବା ପାଇଁ, ତାଙ୍କ ଭୋଟ ହାସଲ କରିବା ପାଇଁ ଏଇ ପ୍ରକାର ସବୁ ନାନା ପ୍ରକାର ଲୋଭନୀୟ ସ୍କିମ୍ ଏବଂ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି। କିଛି କିଛି ପୂରଣ କରୁଛନ୍ତି, କିନ୍ତୁ ମୂଳ ଯୋଉ ଜିନିଷକୁ ସେମାନେ କେବେ ଛୁଉଁନାହାନ୍ତି। ମୂଳ ଜିନିଷଟି କଣ? ସରକାରଙ୍କର କାମ କଣ? ସରକାରଙ୍କର ପ୍ରଥମ କାମ ହେଲା ସାଧାରଣ ଲୋକଙ୍କର ବା ଜନସାଧାରଣଙ୍କର ଆତ୍ମନିର୍ଭରଶୀଳତାକୁ ବଢେଇବା। ଅର୍ଥାତ୍ ଆପଣ ନିଜେ କେମିତି ଅଧିକରୁ ଅଧିକ ରୋଜଗାର କରିପାରିବେ ଏବଂ ନିଜେ କେମିତି ଅନ୍ୟମାନଙ୍କ ଉପରେ ନିର୍ଭର ନ କରିକି ଚଳିବେ। ଆପଣ କୁହନ୍ତୁ ତ, ଏଇ ଯୋଉ ପ୍ରକାର ସ୍କିମ୍ ଆଜି ଆଜି ବିହାରରେ ଘୋଷଣା କରାଯାଇଛି ଆରଜେଡି ବା ମହାଗଠବନ୍ଧନ ତରଫରୁ, ୟାକୁ କଣ ସତରେ କୌଣସି ସରକାର ଚାହିଁଲେ ରାଜକୋଷରେ କଣ ଏତେ ଟଙ୍କା ଅଛି ଦେବା ପାଇଁ ଦେଇପାରିବେ? ତାହେଲେ କାହିଁକି କହୁଛନ୍ତି? ସେ ଧରି ନେଇଛନ୍ତି, ସେ ନିଶ୍ଚିତ ଯେ ବିହାରର ଜନସାଧାରଣ, ସବୁ ରାଜ୍ୟରେ ସେଇଆ, ବିହାରରେ ମଧ୍ୟ ସେଇଆ, ତାଙ୍କର ସେଠିକାର ନେତାମାନେ ଧରି ନେଇଛନ୍ତି ଯେ ରାଜ୍ୟର ଭୋଟର ମାନଙ୍କୁ ଯଦି ଏଇ ପ୍ରକାର ପ୍ରଲୋଭନ ଦିଆଯାଏ ତାହେଲେ ସେମାନେ ପ୍ରଲୋଭିତ ହୋଇ ଆମ ସପକ୍ଷରେ ନିଶ୍ଚୟ ଭୋଟ ଦେବେ। କେବଳ ବିହାରର ନେତାମାନେ ତାଙ୍କ ରାଜ୍ୟ ବାବଦରେ ଏଇ ପ୍ରକାର ଚିନ୍ତାଧାରା ରଖିଛନ୍ତି ତା ନୁହେଁ। ସବୁ ରାଜ୍ୟରେ ଅଳ୍ପ ବହୁତ, କର୍ଣ୍ଣାଟକ କଥା ଆମେ ଯେମିତି ହଉଥିଲେ, ହିମାଚଳ କଥା ହଉଥିଲେ, ଆମ ନିଜ ରାଜ୍ୟ ଓଡିଶା କଥା ଆମେ ଯୋଉଠି ଆମେ ଦେଖିଛେ। ଆପଣ ଭାବିଲେ ଓଡିଶାର ଆର୍ଥିକ ଉନ୍ନତି, 24 ବର୍ଷ ଗୋଟେ ସରକାର ରହିଲା, ଓଡିଶାର ଆର୍ଥିକ ଉନ୍ନତି କୋଉଠି ପହଞ୍ଚିଥାନ୍ତା ଯଦି ସରକାର ପ୍ରକୃତରେ ଆତ୍ମନିର୍ଭରଶୀଳତା ଲୋକଙ୍କର ବଢେଇବା ପାଇଁ ଚେଷ୍ଟା କରିଥାନ୍ତେ? ନା, ସେ କାମ ସେ କେବେ କରିନାହାନ୍ତି। କାହିଁକିନା ଯେତେବେଳେ ଆପଣ ଯେ ପର୍ଯ୍ୟନ୍ତ ଅନ୍ୟ ଯେ ପର୍ଯ୍ୟନ୍ତ ନେତାଙ୍କ ଉପରେ ଆପଣ ନିର୍ଭରଶୀଳ ହେଇକିରି ଥିବେ, ସେ ପର୍ଯ୍ୟନ୍ତ ସେମାନଙ୍କର ଭୋଟ ସୁରକ୍ଷିତ ବୋଲିକି ସେମାନେ ଭାବନ୍ତି। ସେଇଥିଲାଗି ଟଙ୍କା ବାଣ୍ଟିବା ସ୍କିମ୍, ଅନ୍ୟାନ୍ୟ ଲୋଭନୀୟ ସ୍କିମ୍, ମାଗଣା ଦବା କଲଚର, ସେଇଥିପାଇଁ ଏମାନେ ବେଶୀ ଗୁରୁତ୍ୱ ଦଉଛନ୍ତି। ବେଶୀ ଗୁରୁତ୍ୱ ଦଉଛନ୍ତି ଯୋଉଟା କି ସେମାନେ ଦବା କଥା ଯେ ଲୋକ କେମିତି ସ୍ୱାବଲମ୍ବନଶୀଳ ହେବେ, ସେ ବିଷୟରେ ତାଙ୍କର ଚିନ୍ତା ନାହିଁ। କେବଳ ଏଇ ଲାଞ୍ଚ ଖର୍ଚ୍ଚ କାମ କରିକିରି ସେମାନେ ଭୋଟ ନେବା କାମରେ ଅଛନ୍ତି। ଆଜି ଯାହା ଆପଣ ଦେଖିଛନ୍ତି ଆରଜେଡିର ମୁଖ୍ୟ ଯୋଉ ମ୍ୟାନିଫେଷ୍ଟୋ ଘୋଷଣା କଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେ ଧରି ନେଇଛନ୍ତି ଲୋକମାନଙ୍କର ଚିନ୍ତା କରିବାର ଶକ୍ତି ନାହିଁ। ସେ ଧରି ନେଇଛନ୍ତି ଲୋକଙ୍କୁ ପ୍ରଲୋଭିତ କରିକିରି ଭୋଟ ହାସଲ କରାଯାଇପାରେ। ସେ ଧରି ନେଇଛନ୍ତି ଲୋକଙ୍କର ଚିନ୍ତା କରିବାର ଶକ୍ତି ନାହିଁ, ପ୍ରଶ୍ନ କରିବାର ଶକ୍ତି ନାହିଁ ମଧ୍ୟ। ସେ ଧରି ନେଇଛନ୍ତି ପ୍ରଶ୍ନ କରିବା ପାଇଁ ଫୋରମ ବି କୋଉଠି ଅଛି? ଆପଣଙ୍କ ମନରେ ଏଇ ଯୋଉ ପ୍ରଶ୍ନ ଯେମିତି ଉଠିଲା, ଆପଣ କଣ ଭାବୁଛନ୍ତି ବିହାରରେ ଆଜି ହଜାର ହଜାର ଲୋକଙ୍କ ଭୋଟରଙ୍କ ମନରେ ଏଇ ପ୍ରଶ୍ନ ଉଠିନଥିବ ଯେ ଏଇ ଯୋଉ ପ୍ରମିଶ କରୁଛନ୍ତି, ଏଇ ଯୋଉ ପ୍ରତିଶ୍ରୁତି ଦଉଛନ୍ତି, ସତରେ କଣ ଏଗୁଡିକ ଚାହିଁଲେ ବି କାର୍ଯ୍ୟକାରୀ ସରକାର କରିପାରିବ? ସେ ଯୋଉ ସରକାର ହଉ ପଛେ। କିନ୍ତୁ ସେ ତାଙ୍କ ଭିତରେ ସେ ପ୍ରଶ୍ନ ଉଙ୍କି ମାରେ, ପୁଣି ମଉଳିଯାଏ। ନା ସେ ପ୍ରଶ୍ନକୁ ଆଧାର କରି କିଏ ଆଲୋଚନା କରେ, ନା କୌଣସି ମିଡିଆ ତା ଉପରେ ସ୍ଥିର କରେ, ନା କୌଣସି ମିଡିଆ ମଧ୍ୟ ପଚାରିଲା। ସବୁଠି ସେୟା ହୁଏ। ଆଜି ମଧ୍ୟ ସେ ଆପଣ ଲକ୍ଷ୍ୟ କରିଥିବେ ଯେ ତେଜସ୍ୱୀ ଯାଦବ ଯେତେବେଳେ ଘୋଷଣା କରୁଥିଲେ, ଏଇ କଥା ଯେତେବେଳେ କହୁଥିଲେ, କିଏ କଣ ତାଙ୍କୁ ପଚାରିଲେ ସେଠି ଆଜ୍ଞା ଏଇଟା କେମିତି କରିବେ, ଆପଣ ସମ୍ଭବ କେମିତି, ଆପଣ ୟା ଉପରେ କିଛି ଫିଜିବିଲିଟି ଷ୍ଟଡି କରିଛନ୍ତି, ୟା ଉପରେ କିଛି ତର୍ଜମା କରାଯାଇଛି, ୟା ଉପରେ କିଛି ଏକ୍ସପର୍ଟସ ମାନେ କରିଛନ୍ତି? ବିହାରର ବାର୍ଷିକ ବଜେଟ କେତେ? ବିହାର ଆଜି ଯଦି ପଛୁଆ ରାଜ୍ୟ ହେଇକିରି ଭାରତବର୍ଷରେ ଅଛି, କଣ ପାଇଁ ଅଛି? ଏଇଭଳି ପଲିଟିସିଆନ ମାନେ ଏଇଭଳି ଭାବରେ ମିଛ କଥା କହିକିରି କ୍ଷମତାରେ ରହିବା ଫଳରେ ବିହାରର ଆଜି ଏ ଅବସ୍ଥା ଏଇଆ। ଯେମିତି ଆମ ଓଡିଶା ରାଜ୍ୟ, ଆପଣ ଭାରତବର୍ଷର ସବୁ ରାଜ୍ୟକୁ ମୂଳ କ୍ରମାନ୍ୱୟରେ ସଜେଇକି ଲେଖନ୍ତୁ ତ, ସଭା ତଳେ ଦେଖିବେ ସେଇ ଓଡିଶା ବିହାର ଅଛନ୍ତି। ଏଥିରେ ନିଶ୍ଚିତ ଭାବରେ ମହିଳା ଭୋଟ ହାତେଇବା ପାଇଁ
ଏହା ନିଶ୍ଚିତ ଭାବରେ ଗୋଟେ ଚାଲ ୟା ବ୍ୟତୀତ କିଛି କୁହାଯାଇ ନପାରେ। କାହିଁକି ଦେବେ ଆପଣ 2,500 ଟଙ୍କା କୋଉଠୁ ଆଣିବେ? ବିହାରରେ କଣ ବଜେଟ ଅଛି ଏତେ? ଆପଣ 2,500 ଟଙ୍କା ପ୍ରତି ମହିଳାଙ୍କୁ ପ୍ରତି ମାସରେ ଯଦି ଦେବେ ତାହେଲେ କୁଆଡେ ଏତେ ପଇସା ଆଣିବେ? ଯଦି ଦେବେ ଆପଣ ତାହେଲେ ଅନ୍ୟାନ୍ୟ ଯୋଉ ପ୍ରକାର ସବୁ ସ୍କିମ୍ ଅଛି ଯାହା ଫଳରେ କି ଲୋକମାନେ ସାଧାରଣ ଲୋକମାନେ କିଛି ଲାଭବାନ ହେବେ, ସ୍କଲାରସିପ ସ୍କିମ୍, ୱେଲଫେୟାର ସ୍କିମ୍, ଗରିବ ଲୋକମାନଙ୍କୁ ଯୋଉମାନଙ୍କୁ ଯାହା ସାହାଯ୍ୟ ଦରକାର, ଓଲ୍ଡ ଏଜ ପେନସନ ସ୍କିମ୍ ଇତ୍ୟାଦି ଯାହା ଯାହା ଯେତେ ଅନ୍ୟ ଆହୁରି ବହୁତ ପ୍ରକାର ସ୍କିମ୍ ଅଛି ଯୋଉଥିରେ କି କ୍ୟାପିଟାଲ ଏକ୍ସପେଣ୍ଡିଚର ବଢିପାରିବ। ଅର୍ଥାତ୍ ରାଜ୍ୟରେ ଯୋଉ ଯୋଉ କାର୍ଯ୍ୟ କଲେ ରାଜ୍ୟର ଉନ୍ନତି ହବ, ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହବ, ସେସବୁ କାମରେ ଆପଣ ଦେଖିବେ ରାସ୍ତା ତିଆରି, ସ୍କୁଲ ଘର ତିଆରି, ଏସବୁ କାମରେ ଯାହା ପଇସା ଥିବ ସେ ପଇସାକୁ କାଟିକିରି ଏଇଥିରେ ଦେବେ, ଯାହା ଫଳରେ କି ସେ କାମ ବାଧାପ୍ରାପ୍ତ ହବ ଏବଂ ମାଗଣା ଆପଣ ଟଙ୍କା ଦେଲେ ସେଥିରୁ କିଛି ଲାଭ ମିଳେନି। ମାଗଣା କଲଚର ସବୁବେଳେ ସାଧାରଣ ଲୋକଙ୍କ ବିରୁଦ୍ଧରେ ଯାଇଥାଏ। ଲୋକ ତାକୁ ସହଜରେ ଜାଣିପାରନ୍ତିନି ସିନା, କିନ୍ତୁ ମାଗଣା କଲଚର କେବେ ଲୋକଙ୍କୁ ସାହାଯ୍ୟ କରେନି, ସବୁକୁ ବର୍ବାଦ କରେ, ରାଜକୋଷକୁ ବର୍ବାଦ କରେ, ସାଧାରଣ ଲୋକଙ୍କ ଭବିଷ୍ୟତକୁ ମଧ୍ୟ ବର୍ବାଦ କରେ। ତେଜସ୍ୱୀକୁ ତାଙ୍କ ବାପା ଥିଲେ, ତାଙ୍କ ମା ବି ଥିଲେ, ତାଙ୍କ ବାପା ଏବଂ ତାଙ୍କ ବୋଉ ଉଭୟ ଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କରି ସରକାର ସମୟରେ ବିହାରକୁ ସେତେବେଳେ ସାରା ଭାରତ ବର୍ଷରେ ଗୁଣ୍ଡା ରାଜ୍ୟ ବୋଲିକିରି ବିହାରୀ ଲୋକମାନଙ୍କର ବଦନାମ ମଧ୍ୟ ସେତେବେଳେ ହେଲା। ବିହାରର ଲୋକମାନେ ସାରା ରାଜ୍ୟରେ ବା ଭାରତ ଦେଶରେ ଅନେକ କ୍ଷେତ୍ରରେ ଆପଣ ଦେଖିବେ ବଦନାମ ସହିବାକୁ ପଡିଲା ଏବଂ ଯାହାର ମୂଳ କାରଣ ହଉଛି ଏଇ ଲାଲୁ ପ୍ରସାଦ ଯାଦବ ଯେତେବେଳେ କ୍ଷମତା ଥିଲେ ଯୋଉଭଳି ଭାବରେ ସେଠି କୁଶାସନ ଚାଲିଲା, ଏକ୍ସଟର୍ସନ ଚାଲିଲା, କିଡନାପିଂ ହେଲା, ରାନସମ ମାଗିକିରି କିଡନାପିଂ କରିକି ରାନସମ ସବୁ ଲୋକ ନେଲେ, ଗୁଣ୍ଡାମାନେ ନେଲେ। ବିହାରରେ ସେତେବେଳେ ଦେଶ ସାରା ଆଲୋଚନା ହେଲା, ସଞ୍ଜ ନଇଁଲେ ସ୍ତ୍ରୀ ଲୋକମାନେ ଘରୁ ଆଉ ଗୋଡ ପଦାକୁ କାଢିବା ସମ୍ଭବ ନୁହେଁ। ଯୋଉ ରାଜ୍ୟରେ ମହିଳା ମାନଙ୍କର ସ୍ଥିତି ଏଇଆ, ଯୋଉ ରାଜ୍ୟରେ ସାଧାରଣ ଲୋକଙ୍କର ସ୍ଥିତି ଏଇଆ, କୋଉ ସମୟରେ ତଣ୍ଟି କାଟିକିରି ଲୁଟ କରିକିରି କିଏ ଯେ ନବ ଠିକଣା ନାହିଁ। ସେଇ ରାଜ୍ୟରେ ପୁଣି ଆଜି ରାଜନୈତିକ ଦଳର ଲାଲୁଙ୍କର ପୁଅ ଆଜି ଯୋଉ ରାଜନୈତିକ ଦଳର ନେତୃତ୍ୱ ନେଉଛନ୍ତି ଆରଜେଡି, ସିଏ ପୁଣି ଆଜି ଘୋଷଣା କରି କହୁଛନ୍ତି ଯେ ସରକାରକୁ ଆସିଲେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଆଜ୍ଞା, ଶାନ୍ତି ଶୃଙ୍ଖଳାକୁ ତ ବ୍ୟାହତ କରିବା ଲୋକ ସେଇମାନଙ୍କ ପ୍ରୋତ୍ସାହନରେ ତ ଲୁଟତରାଜ ଏବଂ ବିହାରରେ ଜଙ୍ଗଲ ରାଜ କୁହାଯାଏ। ବିହାରରେ ଯୋଉ ଜଙ୍ଗଲ ରାଜ ଶବ୍ଦଟା କୁହାଯାଏ, ଯେ ବିହାରରେ ଜଙ୍ଗଲ ରାଜ, ଏଟା ତ ତାଙ୍କରି ସରକାରଙ୍କ ଅମଳରୁ, ମାନେ ଲାଲୁ ପ୍ରସାଦ ଯାଦବଙ୍କ ସରକାରଙ୍କ ଅମଳରୁ ହିଁ ଏଇ ପ୍ରକାର ଅପବାଦ ବିହାର ବିରୁଦ୍ଧରେ ସବୁବେଳେ ଶୁଣା ହେଇଛି। ଏବେ ସେ କହୁଛନ୍ତି, କହିବାର କାହାକୁ ମନା ଅଛି?